ସୃଷ୍ଟିରେ ନାରୀ ସବୁଠୁ ରହସ୍ୟମୟ ସୃଷ୍ଟି। ନାରୀଙ୍କର ମାୟା ମଣିଷ ତ ଛାଡ଼ ନାରାୟଣଙ୍କୁ ମଧ୍ୟ ଗୋଚର। ପ୍ରକୃତରେ ସେହି ମଣିଷ ହିଁ ନାରୀକୁ ଚିହ୍ନି ପାରେ ଯିଏ ନାରୀର ପାଲରେ ପଡ଼େ। ନାରୀଙ୍କ ସୃଷ୍ଟି ସମ୍ପର୍କରେ ପୁରାତନ ଗ୍ରନ୍ଥ ଆଦିରୁ ଯେତିକି ସଂଗୃହୀତ ହୁଏ ସେତିକିରେ ଜଣାପଡ଼େ ବ୍ରହ୍ମା ନାରୀର ସଂରଚନା କରିଛନ୍ତି। ଗୋଟିଏ ଦିନରେ ସାରା ବ୍ରହ୍ମାଣ୍ଡକୁ ତିଆରି କରିଦେଇଥିବା ବ୍ରହ୍ମା କିନ୍ତୁ ନାରୀଙ୍କ ସୃଷ୍ଟି ପାଇଁ ନେଇଥିଲେ 7 ଦିନରୁ ଅଧିକ ସମୟ। ଦେବଦୂତମାନେ ଏହା ଦେଖି ନିଜର ଧୈର୍ଯ୍ୟ ହରାଇ ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେ, ହେ ଦେବ, ଗୋଟିଏ ସର୍ଜନା ପାଇଁ 7 ଦିନରୁ ଅଧିକ ସମୟ? ଖାସ୍ କରି ନାରଦ ଜାଣିବାକୁ ଚାହିଁଥିଲେ, ହେ ଦେବ, ଏ କିଭଳି ସଂରଚନା ଆପଣ କରୁଛନ୍ତି? ଆପଣଙ୍କୁ 7 ଦିନରୁ ଅଧିକ ସମୟ ଲାଗୁଛି? ବ୍ରହ୍ମା କହିଲେ, ନାରୀ ମୋର ଏକ ସବୁ ସଂରଚନାରୁ ସ୍ୱତନ୍ତ୍ର ସଂରଚନା, ସ୍ୱତନ୍ତ୍ର ସୃଷ୍ଟି। ଇଏ ଏମିତି ଏକ ସୃଷ୍ଟି ଯାହାକୁ ତିଆରି କରିବା ପାଇଁ ମୋତେ ଅନେକ ସମୟ ଲାଗିଛି। ନାରଦ ପଚାରିଲେ, କାହିଁକି? ବ୍ରହ୍ମା କହିଲେ, ଯେଉଁ ନାରୀର ସୃଷ୍ଟି ତିଆରି କରିଛି ସେହି ନାରୀ ବଜ୍ର ପରି ଦମ୍ଭ ହେବ, ପାଣି ପରି କୋମଳ ହେବ। ଏଭଳି ଭାବରେ ପରସ୍ପର ପରିପୂରକ ଶକ୍ତି ଥିବା ଏକ ସୃଷ୍ଟିକୁ ତିଆରି କରିବା ପାଇଁ ସମୟ ତ ଲାଗିବ। ନାରଦ ଆଶ୍ଚର୍ଯ୍ୟ ହେଲେ, ଏମିତି କେମିତି ହେବ? ଗୋଟିଏ ସୃଷ୍ଟିରେ ଏତେ ସବୁ ଗୁଣ? ଆଉ କ'ଣ ଗୁଣ ଦେଇଛନ୍ତି? ବ୍ରହ୍ମା କହିଲେ, ଗୁଣ ତ ଅନେକ ରହିଛି, ତେବେ ସବୁଠାରୁ ବଡ଼ ଗୁଣ ହେଲା ଏଇ ନାରୀର ଯିଏ କୋମଳ ପରି ହୃଦୟ ରଖିଲେ ମଧ୍ୟ କଠିନ ପରିସ୍ଥିତିର ସାମ୍ନା କରିପାରିବ। ବଜ୍ର ଭଳି ଆସୁଥିବା ଝଡ଼କୁ ରୋକି ଦେଇପାରିବ। ସମଗ୍ର ପରିବାରକୁ ଏକତାର ସୂତ୍ରରେ ବାନ୍ଧି ରଖିପାରିବ। ନିଜ ସନ୍ତାନର ଛୋଟ ଘାଟିଠୁ ଆରମ୍ଭ କରି ପରିବାରକୁ ଆସୁଥିବା ବଡ଼ ବଡ଼ ବିପଦକୁ ସାମ୍ନା କରିପାରିବ, ରକ୍ଷା ମଧ୍ୟ କରିପାରିବ। ଜଳ ଭଳି ନରମ ହୋଇଥିବା ବେଳେ, ବୋହିଯିବା ଭଳି ତାର ସ୍ୱଭାବ ଚାଳିଚଳନ ହେଉଥିବା ବେଳେ ବିପଦ ଆସିଲେ ହିମାଳୟ ଠାରୁ ଆହୁରି ବଜ୍ର ହୋଇପାରିବ। କଠିନରୁ କଠିନ ପରିସ୍ଥିତିର ମୁକାବିଲା କରିପାରିବ। ଆଶ୍ଚର୍ଯ୍ୟ ହୋଇଗଲେ ନାରଦ। କହିଲେ, ହେ ପ୍ରଭୁ, ଏ ସୃଷ୍ଟି କେମିତି? ଏହା କହି ନାରୀକୁ ଦେଖିବା ଉଦ୍ଦେଶ୍ୟରେ ତାଙ୍କ ମୁହଁରେ ହାତ ରଖିଲେ ନାରଦ। ତାଙ୍କୁ ଅତି କୋମଳ ଲାଗିଲା। ସେ କହିଲେ, ପ୍ରଭୁ, ଏତେ କୋମଳ, ପୁଣି ଏତିକ କଥା, ଏତେ ଦମ୍ଭ କେମିତି? ବ୍ରହ୍ମା କହିଲେ, କୋମଳତା ଏକ ଗୁଣ, କିନ୍ତୁ ଏହି କୋମଳତା ଭିତରେ ନାରୀଟିର ଲୁଚି ରହିଛି ଅସୀମ ମମତା। ଯେଉଁ ମମତାରେ ସେ ଅନ୍ୟର ଦୁଃଖ ଭୁଲେଇ ଦେଇପାରିବ। ନିଜେ ଦୁଃଖ ବହନ କରି ଅନ୍ୟର ଦୁଃଖକୁ ଦେଖିଲେ ସହ୍ୟ କରିପାରିବନି। ମମତାରେ ସେ ଅନ୍ୟର ଦୁଃଖକୁ ଭୁଲେଇ ଦେବାର ପର୍ଯ୍ୟାପ୍ତ ପରିମାଣର ଶକ୍ତି ସୃଷ୍ଟି କରିବ। ନିଜେ ରୋଗଗ୍ରସ୍ତ ହେଲେ ମଧ୍ୟ କାହାକୁ ନ ଜଣେଇ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରିଚାଲିବ। ନିଜର 2 ହାତରେ ନିଜର ରୋଗଗ୍ରସ୍ତ କଥା ଚିନ୍ତା ନ କରି ପରିବାରର ମଙ୍ଗଳ କାମନା କରିଚାଲିବ। ସମସ୍ତଙ୍କ କାମ ଏକୁଟିଆ କରିବାର ସାମର୍ଥ୍ୟ ମଧ୍ୟ ରଖିବ। ତା ଛଡ଼ା ପରିବାରର ଭବିଷ୍ୟତ, ସମାଜର ଭବିଷ୍ୟତ ଏବଂ ଦେଶର ଭବିଷ୍ୟତକୁ ଆଗେଇ ନେବାରେ ଏହି କୋମଳତା ପଛରେ ରହିଥିବା ଦାମ୍ଭିକ ଚିନ୍ତାଧାରା ହିଁ ଏ ସୃଷ୍ଟି ସର୍ଜନାର ଆଉ ଏକ ରହସ୍ୟମୟ ଦିଗ। ଏଥର ପୁଣି ନାରଦ କହିଲେ, ଆପଣଙ୍କ ସୃଷ୍ଟିର ମୁହଁ ଓଦା ଲାଗୁଛି। ବ୍ରହ୍ମା କହିଲେ, ଏହା ଓଦା ନୁହଁ, ନାରୀର ଅଶ୍ରୁ। ଏହା ହିଁ ତାର ସବୁଠାରୁ ବଡ଼ ଅମୋଘ ଅସ୍ତ୍ର। ଏହି ଅସ୍ତ୍ରରେ ସେ ବିଗଳିତ କରିଦେବ ଯେକୌଣସି ପାଷାଣ ହୃଦୟକୁ। ଦୁଃଖରେ ଯେତିକି ଲୁହ ଢାଳିବ, ସୁଖରେ ତାଠାରୁ ଅଧିକ ଲୁହ ଢାଳିବ। ତେଣୁ ଲୁହ ଏକ ବିରାଟ ଅସ୍ତ୍ର ହୋଇ ରହିବ ନାରୀଙ୍କ ପାଖରେ। ନାରଦ କହିଲେ, ଆଉ କ'ଣ ରହିଛି ଏ ସୃଷ୍ଟିର ରହସ୍ୟମୟ ଦିଗ? ବ୍ରହ୍ମା କହିଲେ, ସବୁଠୁ ବଡ଼ କଥା, ଏହି ସୃଷ୍ଟି ଭିତରେ ମୁଁ ଦେଇଛି ଅପରିମିତ ଧୈର୍ଯ୍ୟ। ଯେଉଁ ଧୈର୍ଯ୍ୟ ପାଇଁ ସେ ମୃତ୍ୟୁକୁ ମଧ୍ୟ ଜୟ କରିବ। ଯୁଗ ଯୁଗରେ ଏହି ଧୈର୍ଯ୍ୟ ପାଇଁ ହିଁ ଲୋକେ ପୂଜା କରିବେ ନାରୀଙ୍କୁ। କାଳଜୟୀ ହେବ ନାରୀ ଶବ୍ଦ। ନାରଦ କହିଲେ, ହେ ପ୍ରଭୁ, ଏତେ ଗୁଣର ଅଧିକାରୀ ଯଦି ଜଣକୁ କରାଯାଏ ତାହେଲେ ଅନ୍ୟମାନେ କ'ଣ କରିବେ? ସବୁ ଦେବା ସତ୍ତ୍ୱେ ଗୋଟିଏ କିନ୍ତୁ ତ୍ରୁଟି ରହିବ। ସେହି ତ୍ରୁଟିଟି ହେଲା ନାରୀ ନିଜେ ଜାଣିପାରିବ ନାହିଁ ତାର ଶକ୍ତି କେତେ। ଆସୁଥିବା ପରିସ୍ଥିତି, ବଦଳୁଥିବା ପରିସ୍ଥିତିରେ ନିଜକୁ ଢାଳି ସେ ପରିସ୍ଥିତିକୁ ବଦଳାଇ ଦେବାର ସାମର୍ଥ୍ୟ ତ ରଖିବ, କିନ୍ତୁ ତା ପୂର୍ବରୁ ନିଜ ଭିତରେ ଏତେ ଅପରିସୀମ ଶକ୍ତି ରହିଛି ଏକଥା ଚିନ୍ତା ହିଁ କରିପାରିବ ନାହିଁ। ସତରେ ଆଜି ସେୟା ହିଁ ହେଉଛି। ପ୍ରତ୍ୟେକ ପୁରୁଷ କୌଣସି ନା କୌଣସି ବାଟରେ ନାରୀଙ୍କ ସଂସ୍ପର୍ଶରେ। ମା, ଭଉଣୀ,
ଭଗିନୀ ଅଥବା ବନ୍ଧୁ ପ୍ରତ୍ୟେକ ପୁରୁଷ କୌଣସି ନା କୌଣସି ବାଟରେ ସ୍ତ୍ରୀଙ୍କ ସଂସ୍ପର୍ଶରେ ହିଁ ଅଛନ୍ତି, ସ୍ତ୍ରୀଙ୍କ ଆଶ୍ରୟରେ ହିଁ ଅଛନ୍ତି। ଏଇଥିପାଇଁ କୁହାଯାଏ ନାରୀଙ୍କୁ ପୂଜା କଲେ ଦେବତା ଖୁସି ହୁଅନ୍ତି। ଏବେ ସମୟ ନାରୀଙ୍କୁ ସମ୍ମାନ ଆଉ ପୂଜା କରିବାର। ତେଣୁ ସୃଷ୍ଟିକର୍ତ୍ତା ବ୍ରହ୍ମା ସବୁ ଭାବି ଚିନ୍ତି ଗୋଟିଏ ରହସ୍ୟମୟ ସୃଷ୍ଟି କରିଛନ୍ତି। ଯେଉଁ ରହସ୍ୟମୟ ସୃଷ୍ଟିଟି ସବୁବେଳେ ଭଲ ଦିଗରେ ହିଁ ନିଜର ଶକ୍ତି ଆଉ ସାମର୍ଥ୍ୟକୁ ବିନିଯୋଗ କରିଥାଏ, ଏକଥା ବୁଝିବା ମଧ୍ୟ ଆମ ସମସ୍ତଙ୍କର କର୍ତ୍ତବ୍ୟ। घरे टेंशन बाहर भी टेंशन पुअर चाकरी हो झीर बाहाघर हो घरे अशांति मुंड उपरे ऋणर बोझ कोर्ट कचेरी मामला और जमी जमा बद ए सब भितर आपण माने घांटी होउछंती ना। एई सब टेंशन रु मुकुलिबार रास्ता खोजुचंती कि जानिबाकू चाहुचंती आपणक समस्यार समाधान केबे एवं किपरि हेबो। देखंतु भाग्य चक्र आपण समस्त प्रश्नर उत्तर पाई परिबे आम कार्यक्रम रे। भाग्य चक्र प्रति मंगलवार, गुरुवार, रविवार राति 9 केवल DTV ओडिया रे।